କାଲି ଭସାଣୀ ସମୟରେ ଅଘଟଣ ଘଟିଛି ତାହା ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ। ଏହି ଘଟଣାରେ ଆହତ ହୋଇଛନ୍ତି ଅନେକ ଲୋକ। ଏଭଳିକି ପୋଲିସ ଡିସି ମଧ୍ୟ କ୍ଷତାକ୍ତ ହୋଇଛନ୍ତି। ଏହି ଘଟଣାରେ ଯେଉଁମାନେ ଦୋଷୀ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କିଛି ରୋହିଙ୍ଗ୍ୟାମାନେ ବହୁତ ଦିନ ହେବ ଏଠାରେ ବସବାସ କରି ଆସୁଛନ୍ତି, ସେମାନଙ୍କୁ କିଭଳି ଭାବରେ ଉଚ୍ଛେଦ କରାଯିବ ଏ ବାବଦରେ କଟକ ଜିଲ୍ଲା ସଭାପତି ଗତକାଲି ମଧ୍ୟରାତ୍ରିରେ ଯେଉଁ କିଛି ଅଘଟଣ ଘଟିଗଲା ଏବଂ ବିଶେଷ କରି ଯେଉଁମାନେ ଦୁର୍ଗା ମାଙ୍କ ଭକ୍ତଙ୍କ ଉପରେ ଯେଉଁ ପ୍ରକାର ଅମାନୁଷିକ ଆକ୍ରମଣ ହେଲା ତାକୁ ଭାରତୀୟ ଜନତା ପାର୍ଟି କଠୋର ଶବ୍ଦରେ ନିନ୍ଦା କରୁଛି ଏବଂ ଯେଉଁମାନେ ଏ କାଣ୍ଡ ଭିଆଇଛନ୍ତି ବିଶେଷ କରି କଟକର ଭାଇଚାରାକୁ ନଷ୍ଟ କରିବା ପାଇଁ ଯେଉଁମାନେ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ। ଆଉ ବିଶେଷ କରି ଯେଉଁ 6 ଜଣ ବର୍ତ୍ତମାନ ସୁଦ୍ଧା ଆରେଷ୍ଟ ହୋଇଛନ୍ତି ବା ଆଗକୁ ହେବେ ସେମାନଙ୍କୁ NSA ବଳରେ ବା ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ବଳରେ ସେମାନଙ୍କୁ ଗିରଫ କରାଯାଉ। ଯଦି ଗିରଫ କରାଯାଇଛି ଏହି ଆଇନ ତାଙ୍କ ପାଇଁ ଲଗାଯାଉ, ଫଳରେ ଏଇଟା ଗୋଟେ ଏକ୍ଜାମ୍ପଲାରୀ ଆକ୍ସନ ହେବ। ଆଗକୁ ଯେଉଁ ପାର୍ବଣ ଆସୁଛି ବା କାଳୀ ପୂଜା ଏବଂ କାର୍ତ୍ତିକେଶ୍ୱର ପୂଜାଙ୍କ ବେଳେ ଆଉ ଏମିତି ଅଘଟଣ ନ ଘଟୁ ବା ବାରମ୍ବାର ବିଗତ ଦିନ ଯେଉଁ ଘଟୁଛି ତାର ପୁନରାବୃତ୍ତି ନ ହେଉ, ଏ ପ୍ରକାର ଦାବି ଆମେ ରଖିଛୁ। ଏବଂ ଆଜି ସକାଳେ ଶାନ୍ତି କମିଟିର କିଛି କାର୍ଯ୍ୟକର୍ତ୍ତା ଏବଂ ପୂଜା କମିଟିର କିଛି ମୁରବୀ ଆମ ଦଳର କିଛି ନେତୃତ୍ୱ ସୁପ୍ରିମଙ୍କ ସାଥିରେ DCP ଅଫିସରେ ଏ ବିଷୟରେ ଆଲୋଚନା ହେଇଛି। ଯେଉଁ ମୁଖ୍ୟ ଦାବି ରହିଛି ଏ ଘଟଣା ପ୍ରଚ୍ଛଦ ପଟରେ ଯେଉଁ ବିଷୟ ରହିଛି ସେ ବିଷୟରେ ଆମେ ତାଙ୍କୁ ଅବଗତ କରିଛୁ ଏବଂ ସିଏ ଦେଇଥିବା ଜବାବ ମୁତାବକ କାର୍ଯ୍ୟାନୁଷ୍ଠାନ ଦ୍ରୁତ ଗତିରେ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ଭସାଣୀ ଦୃଷ୍ଟିରୁ ଯେଉଁ ସବୁ CC କ୍ୟାମେରା ଲାଗିଥିଲା ତାର ଚେକଅପ୍ ହେଉଛି ଏବଂ ସେ ଅନୁସାରେ ଆରେଷ୍ଟର ସଂଖ୍ୟା ଗିରଫର ସଂଖ୍ୟା ବୃଦ୍ଧି ପାଇବ। ଏବଂ ଆମର ଡିମାଣ୍ଡ ଏଇଠି ଏ କଥାର ପୂର୍ଣ୍ଣଚ୍ଛେଦ ଘଟୁ, ବାରମ୍ବାର ପୁନରାବୃତ୍ତି ନ ହେଉ, କଟକ ବଦନାମ ନ ହେଉ, ତା ଉପରେ ଆମେ ଆମର ଷ୍ଟାଣ୍ଡ କ୍ଲିୟର କରି ରଖିଛୁ। ବାକି ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଗତକାଲି ରାତି 2:20 ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋ ସାଥିରେ କଥା ହେଇଥିଲେ ଏବଂ କମିଶନର କଥା ହେଇଥିଲେ। ଆମେ ମଧ୍ୟ କମିଶନରଙ୍କୁ କହିଥିଲୁ ତୁରନ୍ତ କଟକ ଆସନ୍ତୁ ଏବଂ ସେ ଆସିଥିଲେ, ନିଜେ ଲିଡ୍ କରିଥିଲେ। କୌଣସି ପ୍ରକାର ଆଉ ଘଟଣାକୁ ବୃହତ ରୂପ ନ ହେଉ, ମୋର୍ଟାଲିଟି ନ ବଢ଼ୁ, ମୃତାହତ ନ ହୁଅନ୍ତୁ। ତେଣୁ ସେ ବିଷୟ ମଧ୍ୟ ଧନ୍ୟବାଦ ପ୍ରଶାସନକୁ, ସିଏ ଆଉ ସେ ଘଟଣାକୁ ଆଗକୁ ବଢ଼େଇବାକୁ ଦେଇନଥିଲେ। ତାଦ୍ୱାରା ମଧ୍ୟ ସେ ଘଟଣାରେ ଆମର DCP ନିଜେ ଆହତ ହେଇଛନ୍ତି। ଦରଗା ବଜାର IIC ଟୋଟାଲ ଆମର ପବ୍ଲିକ 6 ଜଣ ହେଇଛନ୍ତି। ଏତଦ୍ ବ୍ୟତୀତ ନିଜେ DCP ଆହତ ହେଇଛନ୍ତି, ତାଙ୍କର ଆଖି ତଳେ ଗଭୀର ଆଘାତ ଲାଗିଛି। ବାକି ବୋତଲ ମାଡ଼ରେ ମଧ୍ୟ ମୁଣ୍ଡ ବହୁତ ଜୋରରେ ଦରଗା ବଜାର IICଙ୍କର ସେ ମଧ୍ୟ ଆଘାତପ୍ରାପ୍ତ ହେଇଛନ୍ତି। ସୋମବାର ଦିନ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ସମର୍ଥନ ଦଉଛନ୍ତି। ଦେଖନ୍ତୁ ଏ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଆଜି ସନ୍ଧ୍ୟାରେ କଟକ ସହରର ବିଭିନ୍ନ ଯୁବ ସଂଗଠନ, ଧାର୍ମିକ ସଂଗଠନ ଏ ଘଟଣାରେ ରୋଷ ପ୍ରକାଶ କରି ବିଭିନ୍ନ ଜାଗାରେ ବୈଠକ ମାନ କରୁଛୁ। ଆମେ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରୁଛୁ କଟକରେ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବଜାୟ ରହୁ। ଆପଣମାନେ ଧୈର୍ଯ୍ୟ ଧରନ୍ତୁ, ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଯେଉଁ ଡିମାଣ୍ଡ ବିଭିନ୍ନ ଫୋରମରୁ ଆସିଛି ଆମେ ଏମିତିକି କହିପାରିବା, ଯେଉଁଗୁଡ଼ାକ ଆମର ଏଭିକ୍ସନ ବିଷୟ, ଯେଉଁ ଜବରଦଖଲର ବିଷୟ, ସିଏ ଗୋଟେ ପାଦ ଆଗେଇଛି। 24 ଘଣ୍ଟା ନ ପୂର୍ବରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଠାରୁ ଆରମ୍ଭ କରି ଯେଉଁ ହାତୀ ପୋଖରୀର ବିଷୟ ଏବଂ ଯେଉଁ ଇଲିଗାଲି ଯେଉଁମାନେ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଗିରଫ କରିବା ଇତ୍ୟାଦି ବିଷୟ ଦ୍ରୁତ ଗତିରେ କାମ ଚାଲିବ। ସରକାରଙ୍କ ଉପରେ ବିଶ୍ୱାସ ରହୁ, ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରହୁ। ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଏ କେସ୍ଟିକୁ ଡିଲ୍ କରୁଛନ୍ତି। ତେଣୁକରି ସମସ୍ତ ଅନୁଷ୍ଠାନ ଯେଉଁମାନେ ବର୍ତ୍ତମାନ ବି ସହରର ବିଭିନ୍ନ ଜାଗାରେ ବୈଠକ ମାନେ କରୁଛନ୍ତି ପ୍ରତିରୋଧ କରିବା ପାଇଁ, ଆମେ ଏମିତି କିଛି କରିବାନି ଯାହାଦ୍ୱାରା କଟକ ସହରର ମାନ କମିବ, ମର୍ଯ୍ୟାଦା କମିବ। ଆମର ଯେଉଁ ପରିଚୟ ଅଛି ଧୀରେ ଧୀରେ ସେଥିରୁ ଆମେ ଓହରି ଯିବା। ନିଶ୍ଚୟ ଆମ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଉପରେ ବଡ଼ ଧରଣର ଆଘାତ ହେଇଛି। ସେ ଦୃଷ୍ଟିରୁ ସମସ୍ତେ କଟକ ସହର ଓଡ଼ିଶାବାସୀ ମର୍ମାହତ, ଆମେ ମଧ୍ୟ ମର୍ମାହତ ଏବଂ ଆମେ ପୁରା ସରକାରଙ୍କୁ ଏ ବିଷୟରେ ଅବଗତ କରୁଛୁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ, ଗୋଟେ ଏକ୍ଜାମ୍ପଲାରୀ ଆକ୍ସନ ହେବ ଆଉ ନିଶ୍ଚୟ ହେବ।
ପୂର୍ବତନ ବିଧାୟକ ବର୍ତ୍ତମାନର ବିଧାୟିକା ସେମାନେ ଘଟଣା ଚୁପ୍ ରହିଛନ୍ତି କାହିଁକି? ସେ ଲୋକ ପ୍ରତିନିଧି ହିସାବରେ ଗତକାଲି ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି। ମୁଁ ନିଜେ ମଧ୍ୟ ଏଠି ସାମ୍ବାଦିକ ଭାଇମାନେ ଅଛନ୍ତି, ମୋ ମୁଣ୍ଡରେ ବି ବୋତଲ ମାଡ଼ ହେଲା, ଗୋଡ଼ରେ କାଚ ପଶିଲା। ଆମେ ଯେତେବେଳେ ସମାଧାନ କରିବାକୁ ଚେଷ୍ଟା କରୁଛୁ, ଆମର ରେସ୍ପନ୍ସିବିଲିଟି ସେଇଟା, ଆମେ ଉତ୍ତରଦାୟୀ ନୁହଁ। ଉତ୍ତରଦାୟୀ ହେଲେ ଲୋକ ପ୍ରତିନିଧି ଯେଉଁମାନଙ୍କୁ ଲୋକ କାଲି ବଡ଼ ଆଶ୍ଚର୍ଯ୍ୟ ଲାଗିଲା। ଏତେ ବଡ଼ ଘଟଣା ଘଟିଗଲା ପରେ ବିଧାୟିକା ଦେଖା ନାହିଁ, ଆଜି ଯାଏଁ ତାଙ୍କୁ ଦେଖା ମିଳୁନି। ଓଢ଼ଣା ପକେଇ ପୂଜା ଦର୍ଶନ କରି ଆର୍ଟିଫିସିଆଲ ରୋଲ୍ କରି ଲୋକଙ୍କୁ ଭମିତ କରିବା ଅପେକ୍ଷା ଏ ଯେଉଁ ଅଘଟଣ ସମୟରେ ଲୋକଙ୍କ ସାଥିରେ ଚଟାଣ ଭଳି ଠିଆ ହେବା ଆବଶ୍ୟକ ଥିଲା। ତାଙ୍କର ଅନୁପସ୍ଥିତି, ନୀରବତା ବହୁତ ଆଡ଼କୁ ଦିଗ ମାନେ ସନ୍ଦେଶ ଦେଉଛି। ଆକୁ ଆମେ ଏ ଘଟଣାକୁ ନିନ୍ଦା କରୁଛୁ। ଆମର ମଧ୍ୟ କୋଉଠି ନା କୋଉଠି ଏ ଘଟଣା ପଛରେ ଏଇଟା ଗୋଟେ ସୁଚିନ୍ତିତ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଆମେ କୋଉଠି ନା କୋଉଠି ସେ ବାସ୍ନା ବାରୁଛୁ। ତାକୁ ପଲିଟିକାଲ ବା ରାଜନୈତିକ ସଂରକ୍ଷଣ ଦିଆଯାଉଛି ବୋଲି ଅନୁମାନ କରୁଛୁ। ଏ ସବୁ ପାଇଁ ଆମେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛୁ। ସୁରକ୍ଷା ଦୃଷ୍ଟିରେ ଦେଖାଯାଏ ତ୍ରୁଟି ରହିଛି କି ଜିଲ୍ଲା ପ୍ରଶାସନ ବା ପୋଲିସ ତରଫରୁ ତ୍ରୁଟି ରହିଛି କି ସୁରକ୍ଷା ବ୍ୟବସ୍ଥାରେ? ଆପଣ ଜିଲ୍ଲା ପ୍ରଶାସନ, ଆପଣ ମାନେ କଟକ ସହର ଲୋକ, ବିଗତ ବହୁତ ପୂଜା ପାର୍ବଣର ଅନୁଭବ ଆପଣଙ୍କ ପାଖରେ ଅଛି। ଯେଉଁ ଦିନ ଠାରୁ ନିର୍ଦ୍ଦିଷ୍ଟ ଦଳର ବ୍ୟକ୍ତି ଜିତିଛନ୍ତି, ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଜିତିଛନ୍ତି, ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ଆପଣ ଦେଖନ୍ତୁ କୋଉଠି ନା କୋଉଠି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଦ୍ୱାରା ଭକ୍ତମାନେ ଆକ୍ରମଣର ଶିକାର ହେଉଛନ୍ତି। এইটা ବି চিন্তা କରିବାର ବିଷୟ। ଘଟଣାଟା ଘଟିଲା କିଏ ଆକ୍ରମଣ କରିଥିଲା? ଘଟଣା କଣ ହେଇଥିଲା? ଘଟଣାଟା କଣ ଲୋକମାନେ ଜାଣିପାରୁଛନ୍ତି କୋଉ କାରଣରୁ ହେଲା? ଇଏ ଏକ ଆତର୍କିତ ଆକ୍ରମଣ ଥିଲା। এটা ଗୋଟେ ଆତର୍କିତ ଆକ୍ରମଣ ଥିଲା। এইটা ପୁରା ବିଲକୁଲ ଆପଣ ଠିକ କହିଛନ୍ତି। এইଟା ବିଲକୁଲ ଏଇ ଗତକାଲି ରାତିର ଘଟଣା ନୁହଁ। ଆ ପୂର୍ବରୁ ଯେଉଁ ମଣ୍ଡଳ ହେଇଥିଲା ବି ସେଇ ରାମଙ୍କ ଗୀତ ଯେତେବେଳେ ବାଜୁଛି ଆକ୍ରମଣ ହଉଛି, ଅର୍ଥାତ୍ ଯେଉଁମାନେ ଅସାମାଜିକ ତତ୍ତ୍ୱ ସେମାନେ ପ୍ରିପେୟାର ଅଛନ୍ତି। ଏଇଟା ଗୋଟେ ସଙ୍ଗୀନ ବିଷୟ, ଏଇଟା ବାରମ୍ବାର ଘଟୁଛି। ତେଣୁକରି ଆପଣଙ୍କ ମାଧ୍ୟମରେ ଆମେ ବ୍ୟକ୍ତିଗତ ଭାବେ ଭେଟିଛୁ ଏବଂ ପ୍ରଶାସନକୁ ନିବେଦନ କରୁଛୁ ଏ ଘଟଣାର ପୁନରାବୃତ୍ତି ନ ହଉ, କଠୋର ହାତରେ ମାନେ ସେମାନଙ୍କୁ ଦମନ କରାଯାଉ। ଆଉ ଆପଣମାନେ ମୋର ଯେତିକି ମାନେ ବ୍ୟକ୍ତିଗତ ଆଶ୍ୱସ୍ତି ଅଛି, ଗୋଟେ ବିଷୟ ପ୍ରଥମ ଥର ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀ ଏ ବିଷୟକୁ ଗମ୍ଭୀରତାର ସହିତ ନେଇଛନ୍ତି। ନିଜେ ବାରମ୍ବାର ସେ ବିଷୟରେ ଦିଲ୍ଲୀରେ ଥାଇ ମଧ୍ୟ ଫଲୋଅପ୍ କରୁଛନ୍ତି ଏବଂ ଆକ୍ସନ ବହୁତ ସ୍ପିଡିଲି ହବ। ସେଇଟା ତ ଗୋଟେ ଦୁଃଖର ବିଷୟ, କିନ୍ତୁ ଆତର୍କିତ ଆକ୍ରମଣ ଏଇଟା ବି ଗୋଟେ ବିଷୟ ଯୋଉଟା ପାଇଁ ଫେଲିଓର ହେଲା। ଏହି ପରିପ୍ରେକ୍ଷୀରେ ଗୋଟେ ବିଶ୍ୱ ହିନ୍ଦୁ ପରିଷଦ ଆଜି ଗୋଟେ ସାମ୍ବାଦିକ ସମ୍ମିଳନୀ କରିଛି ଏବଂ ଜିଲ୍ଲାପାଳ ଆଉ ଡିସିପିଙ୍କ ବଦଳି ଦାବି କରିଛି। ଦେଖନ୍ତୁ, ବିଶ୍ୱ ହିନ୍ଦୁ ପରିଷଦ ହିନ୍ଦୁ ମାନଙ୍କର ସୁରକ୍ଷା ଦିଗରେ କାମ କରେ। କାଲି ଯେତେବେଳେ ଏ ପ୍ରକାର ଅପ୍ରୀତିକର ଘଟଣା ଘଟିଲା ଆଉ ବିଶେଷ କରି ହିନ୍ଦୁ ସମ୍ପ୍ରଦାୟକୁ ବାରମ୍ବାର ଆକ୍ରମଣ ହେଲା, ସେମାନେ ସେ ବିଷୟରେ ତତ୍ପରତା ଦେଖାଇବା, ଆକ୍ରୋଶ କରି ରଖିବା ସ୍ୱାଭାବିକ এই কথা। ତେଣୁକରି ସିଏ ତାଙ୍କର ଷ୍ଟାଣ୍ଡ ନେଇଛନ୍ତି। ମୁଁ ସେ ବିଷୟରେ କିଛି ଜିଲ୍ଲା ପ୍ରଶାସନକୁ ଆପଣ ଧନ୍ୟବାଦ ଦେଲେ, କିନ୍ତୁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇନି। ମୁଁ ପୋଲିସ ଯେହେତୁ ଶୁଣନ୍ତୁ, ଆମେ ସମ୍ପୂର୍ଣ୍ଣ ଭାବେ ଆପଣ କାଲି ସେଠାକରେ ଯେଉଁ ସାମ୍ବାଦିକମାନେ ଥିଲେ, ମୁଁ ବି ଅନେକ ଭାଇମାନଙ୍କୁ ଦେଖିଛି। ଆପଣମାନେ ଭାବନ୍ତୁ, ସେମାନେ ମାଡ଼ ନ ଖାଇକିରି ଯଦି ଟିକେ କଠୋର ନ ହୋଇଥାନ୍ତେ, କାଲି ଆଜି ଆମେ ଯେଉଁ ଜାଗାରେ ବସିଛେ ମୋର୍ଟାଲିଟି ସଂଖ୍ୟା ବି କାଉଣ୍ଟ କରିବା ସମ୍ଭବ ନଥାନ୍ତା। କାରଣ ଯେଉଁମାନେ ଦଙ୍ଗାକାରୀ, ଯେଉଁମାନେ ଦଙ୍ଗା କରିବା ପାଇଁ ପ୍ଲାନିଂ କରି ଆସିଥିଲେ, ଆପଣମାନେ ଜାଣିଛନ୍ତି, ଭିଡ଼ିଓ ବି ବୁଲୁଛି ସୋସିଆଲ ମିଡ଼ିଆରେ, କେମିତି ଖଣ୍ଡା ତରୋୱାଲ ଧରିକିରି ଆସିଛନ୍ତି। ଆଉ ଏଠି ଯେଉଁମାନେ ଭକ୍ତ, ଯେଉଁମାନେ ମେଢ଼ ନେଇ ଯାଉଥିଲେ, ସେମାନଙ୍କ ହାତରେ ଗୋଟେ ମାନେ ବାଡ଼ିଟିଏ ବି ନାହିଁ। ତାହେଲେ କୋଉ ପର୍ଯ୍ୟନ୍ତ ଆଟାକର ପରିସୀମା ବଢ଼ିଥାନ୍ତା ସେ ବିଷୟଟାକୁ, ସେଇଟା ସଙ୍ଗୀନ ବିଷୟ, ସେ ବିଷୟଟାକୁ ସିରିୟସଲି ନିଆଯାଇଛି ଏବଂ ଆମେ ମଧ୍ୟ ଦାବି କରୁଛୁ, ଆପଣଙ୍କ ଆଗରେ ପ୍ରକାଶ କରୁଛୁ। ନିର୍ଦ୍ଦିଷ୍ଟ ଅଞ୍ଚଳ ଯୋଉଠି ଆମେ ସନ୍ଦେହ କରୁଥିଲୁ, ବିଗତ ଦିନରେ ମଧ୍ୟ ଆମେ କିଛି ଇନଫର୍ମେସନ ଦେଇଥିଲୁ, ସେଠି କିଛି ରୋହିଙ୍ଗ୍ୟା ବସବାସ କରୁଛନ୍ତି ଏବଂ ଜବରଦଖଲ କରୁଛନ୍ତି, କିଛି ଭଡ଼ା ରହୁଛନ୍ତି। ସେମାନେ ଦେଶ ବିରୋଧୀ କାର୍ଯ୍ୟକଳାପ, ବିଶେଷ କରି କଦମ ରସୁଲ ଆଉ ହାତୀ ପୋଖରୀ ସେଠି ରହୁଛନ୍ତି। ଏ ବିଷୟ ସ୍ପଷ୍ଟ ଆମେ ସିପିଙ୍କ ପାଖରେ ରଖିଛୁ, କମିଶନରଙ୍କ ପାଖରେ ଆଜି ଡିସିପି ଅଫିସରେ ନିଶ୍ଚୟ ରହିଛୁ। କାରଣ କଟକିଆଙ୍କର ଗୋଟେ ସ୍ୱତନ୍ତ୍ର ଫିଲିଙ୍ଗସ୍ ଅଛି।
ଏମାନଙ୍କୁ ରାଜନୈତିକ ସଂରକ୍ଷଣ ଦିଆଯାଇ ଯୋଉମାନଙ୍କର କଟକ ଇମୋସନ ସହିତ ଆଦୌ ଇନଭଲ୍ଭ ନାହାନ୍ତି, କଟକରେ କଣ ବି ହେଇଗଲେ ସେ ଖୁସି ମନାଉଛନ୍ତି, ସେମାନଙ୍କର ଆଉ ଦୁଃଖର କଥା ଏଠାକାର କିଛି ରାଜନୈତିକ ସଂରକ୍ଷଣ ସେମାନେ ପାଉଛନ୍ତି। ଏଇଟା ଅତ୍ୟନ୍ତ ଲଜ୍ଜାଜନକ। ମାନଙ୍କ ବିରୁଦ୍ଧରେ ଆପଣ ବାରମ୍ବାର ସ୍ୱର ଉଠେଇଛନ୍ତି, ଦାବି ଦିଆଯାଇଥିଲା, ପୋଲିସ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି, ଏଥିରେ କିଛି ରହୁଛି କି କିଛି ସହାନୁଭୂତି ରହୁଛି କି ତାଙ୍କ ପ୍ରତି? ଭାଇ ସହାନୁଭୂତି ବିଷୟ ନୁହଁ, କଣ ଟେକ୍ନିକାଲ ଇସ୍ୟୁ ଥିବ ଏ ବିଷୟକୁ ଆମେ ଏଇନେ ଆପଣଙ୍କ ଆଗରେ ଯେତେବେଳେ କଥା ବ୍ରିଫିଂ କରୁଛୁ ଏ ବିଷୟଟାକୁ ପୁରା ସଙ୍ଗୀନ ଭାବେ ନିଆଯିବ, ଗମ୍ଭୀରତା